କେତେ ରନ୍ ହେଇଛି? କେତେ ତମ ଆମର ନା ହଁ 64 64 ହେଇଛି ଯଦି ନା ନା 64 ଗଲ ଜିତିବ। ହଁ ଜିତିବ 60 ମାନେ 63 ହେଇଛି 64 ଜିତିବ ଯଦି ଆମେ ଜିତିଗଲେ ବୋଲେ ଇଏ କାଲଠୁ ଖେଳିବାକୁ ଆଇବିନି ହେଲା ହେଲା ତାପରେ ଯଦି ଲଙ୍ଗଳା କରି ଛାଡ଼ା ହବ ହାଇ ସାଙ୍ଗମାନେ ଆମ ନ୍ୟୁ ବ୍ଲଗ୍କୁ ଆପଣମାନଙ୍କୁ ପୁଣି ଥରେ ସ୍ୱାଗତ ଜଣାନ୍ତୁ। ସାଙ୍ଗମାନେ ଆଜି ଦେଖିବା ହେଉଛି କେମିତିକା ମୌସୁମୀ ହେଇଛି ଆଉ ବର୍ଷା ମଧ୍ୟ ହେଇଥିଲା ଆଜି। ଏବେ ତ ବର୍ଷା ସମୟ ଆସିଗଲାନି। ଏଠି ଆମ ଦେଖିବା ହେଉଛି ବର୍ଷା ଏଇଠି ପାଣି ଟିକେ ଷ୍ଟକ୍ ହେଇଯାଇଛି ଆଉ କିଛି ଗୁଡ଼ା ମୁଁ ବାହାରୁ ମଧ୍ୟ ଛାଡ଼ିଛି। ତ ସାଙ୍ଗମାନେ ଭିତରେ ଆମର ରହିକି ଯାହା କାର୍ଯ୍ୟ କହୁଥିଲେ ଏବେ ବାହାରୁ ଛାଡ଼ିଛି। ବାହାରୁ ଛାଡ଼ିଲା ପରେ ମଧ୍ୟ ଆମ ଗାଡ଼ି ଉପରେ ଦେଖିବା ହେଉଛି ଗୋଟେ ଗାଡ଼ିଟା ହେଇଯାଇଛି ମାନେ କିଏ ଗୋଟେ ଆସିକି ହଗି ଦେଇଛି। ତାପରେ ମୁଁ ଗାଡ଼ିଟାକୁ ଟିକେ ପୋଛାପୋଛି କରିଦେଲି। ତାପରେ ମୁଁ ବାହାରିଗଲି ଖେଳିବା ପାଇଁ। ତ ସାଙ୍ଗମାନେ କାଲିଠୁ ଆମ ଜୋରଦାର ଖେଳ ଚାଲିଛି ଗାଁ ଭିତରେ କାହିଁକିନା ଭାରି ଗାଁ ସହିତ ଆମେ ବହୁତ ହାରିଗଲୁ। ତେଣୁକରି ଏବେ ଗାଁ ଭିତରେ ଆମର ଏବେ ରିହର୍ସାଲ ଚାଲିଛି। ତ ଚାଲନ୍ତୁ ଦେଖିବା ଆଉ ମଜା ନେବା ତାର। ତ ଫାଇନାଲ୍ ସାଙ୍ଗମାନେ ଆମ ଖେଳ ପଡ଼ିଆରେ ପହଞ୍ଚିଗଲୁ। ଏଠାରେ ଦେଖିବା ବୋଧେ ପିଲାମାନେ ଆମ ସବୁ ପଳେଇ ଆସିଛନ୍ତି ବୋଧେ ମୁଁ ହିଁ ଲେଟ୍ ହେଇଗଲି। ତ ଚାଲନ୍ତୁ ଖେଳ ଆରମ୍ଭ କରିବା। ତ ସାଙ୍ଗମାନେ ଏଠି ଆମେ ଗାଡ଼ି ପାର୍କିଂ କରିକି ଆମେ ବାହାରି ଗଲୁ ଖେଳିବା ପାଇଁ। ତ ଆମ ଖେଳିବା ନାହିଁ ଚାଲନ୍ତୁ ପ୍ରଥମେ ବୁଝିନେବା। ତ ସାଙ୍ଗମାନେ ଆଜି ମୁଁ ଶୁଣିବାକୁ ପାଇଛି ଯେ ଆଜି ଆମର ଫିଲ୍ଡ ମାନେ ନାମୀ ଦାମୀ ପ୍ଲେୟର ମାନେ ସବୁ ଆସିଛନ୍ତି ଜିତିବା ପାଇଁ ବହୁତ ଚେଷ୍ଟା କରୁଛନ୍ତି। ତ ଆପଣ ମୁଁ ଦେଖାଇ ଦେବା ପାଇଁ ଚାହୁଁଛି ହାର୍ଦ୍ଦିକ ପାଣ୍ଡ୍ୟା ବଡ଼ପ ମିଚେଲ ସିରାଜ ଜଫ୍ରା ଆଚାରୀ ଆଉ ସବୁଠୁ ନାମୀ ଦାମୀ ପ୍ଲେୟର ଏଇଟା ଦେଖିଦିଅନ୍ତୁ ଟାଇଗର। ତାପରେ ଦେଖିଦିଅନ୍ତୁ ସବୁଠୁ ଖତରନାକ ପ୍ଲେୟର ସଚିନ ତେନ୍ଦୁଲକରଙ୍କ ଘୋଷେଇ ବାପା। ସେ ଗୋଟେ ଖତରନାକ ଇମୋଟ ଦେଖି ଦର୍ଶକମାନଙ୍କର ହୃଦୟ ଜିତିଗଲେ।